ବାରହାମାନଙ୍କ ଦ୍ୱାରା ମୋ ବାଡ଼ିକୁ ଏମିତି ବିଭତ୍ସ କରିଦେଇଥିବାର କଥା ମୁଁ ଆପଣମାନଙ୍କୁ କହିଥିଲି। ଭାବୁନାହାନ୍ତି ଯେ ଗଛପତ୍ର ସବୁ ଲଗେଇଥିବ ସେଗୁଡ଼ାକ ଯଦି ଏମିତି ଉପୁଡ଼ିକି ପଡ଼ିଥିବ, ଏଇଟା ମୋ ସ୍ଥଳପଦ୍ମ ଗଛ କଢ଼ ହେଇଥିଲା, ତାକୁ କେମିତି ଲାଗିବ। ଯାହା ବି ହେଉ ସେ ବାରହା କାମ ଲଗେଇ ଦେଇ ଗଲେ। ବାରହା ପଶିବା ପରେ ପରେ ପ୍ରାୟ ପ୍ରତିଦିନ ମୋତେ ବଗିଚାରେ ଘଣ୍ଟେ 2 ଘଣ୍ଟା କଠୋର ପରିଶ୍ରମ କରିବାକୁ ପଡ଼ୁଥିଲା। ଏଇଠି ସଫା କରୁ କରୁ ନଜର ପଡ଼ିଗଲା ଆମ ଛାତ କଡ଼ରେ ଗୋଟେ ଏତେ ବଡ଼ ବରଗଛ ଅଛି, ସିଆଡ଼କୁ ଆଉ ନଜର ନାହିଁ। ମୁଁ ତ ରାତି ପାଇଲେ ବାରିକି ଧାଏଁ, ଗଛପତ୍ର ଦେଖେ, ଫୁଲ ତୋଳେ, ଆଉ ଯାହା ଅନ୍ୟାନ୍ୟ କାମ କରେ। କିନ୍ତୁ ମୋର ମୁଖ୍ୟ ପ୍ରସଙ୍ଗ ଏବେ ଥିଲା ବାରିକି ଯାଇ କିଛି କାମ କରିବା ଆଉ ଫୁଲ ତୋଳିକି ଆସିବା। କ'ଣ କରିବି, ପ୍ରକୃତି ନୈବ ମୁଚ୍ୟତେ ଯଦି ମୁଚ୍ୟତେ କିଞ୍ଚିତ୍ କିଞ୍ଚିତ୍। ପାଚେରୀ ନଥିବା ଏଇ ବାରିରେ କାମ କରିବାକୁ ମୋ ପିଲାମାନେ ମୋତେ ସବୁବେଳେ ବାରଣ କରୁଛନ୍ତି, ସବୁବେଳେ ଗାଳି ବି ଦେଉଛନ୍ତି। ଆଜି ମୁଁ ଯେଉଁ ଦୁଃଖ ପାଉଛି ମୋ ପ୍ରକୃତିରୁ। ମୁଁ ଯଦି ଘରେ ବସିକି କ'ଣ ଲେଖାପଢ଼ା କରିଥାନ୍ତି ତାହେଲେ ମୋତେ ଏ କଷ୍ଟ ସହିବାକୁ ପଡ଼ିନଥାନ୍ତା। ହେଲେ ଗଛପତ୍ର ସହିତ ପିଲାଟି ଦିନୁ ମିଶିକି ଚଳିକି ଏମିତି ଗୋଟେ ଅଭ୍ୟାସ ଅଛି ଯେ ଖାଲି ପଡ଼ିଥିବା ଜାଗାଟାକୁ ଦେଖିଲେ ମନ ସମ୍ଭାଳୁନି। ଯେମିତି କହନ୍ତିନି, ଆ ବଏଲ ମୁଝେ ମାର, ମୋର ଏ କାମ ସବୁ ସେଇପରି। ପଇସା ଖର୍ଚ୍ଚ କରେ, ନିଜେ ଖଟେ, ପିଲାଙ୍କଠୁ ଗାଳି ଖାଏ। ଆଉ ମୋର ପରିସ୍ଥିତି ଯୋଗୁଁ ବାରହାମାନେ ବି ଉଜାଡ଼ି ଦେଇପାରିଲେ ବାରିଟିକୁ। ତଥାପି ମୁଁ କ'ଣ ଛାଡ଼ୁଛି? ମୁଁ ତ କାହାରି କିଛି କ୍ଷତି କରୁନି, ପରିବେଶଟିକୁ ସଜାଡ଼ୁଛି। ପୁଣି ଅଣ୍ଟା ଭିଡ଼ିଲି। ମୁଁ କହିଲି ନା, ଆମର ଗୋଟେ ନାହିଁ ରବୀନ୍ଦ୍ର ସଙ୍ଗୀତ, তোরে বারে বারে ঠেলতে হবে, হয়তো দুয়ার খুলবে না, তা বলে ভাবনা করে চলবে না। ଜୀବନରେ ବାଧାବିଘ୍ନ ଆସିବ ବୋଲି ଆମେ ଯଦି ଗୋଟିଏ ଗୋଟିଏ କରି ସବୁ କାମରୁ ଓହରି ଯିବା ତାହେଲେ ଜୀବନଟା କ'ଣ ଶାନ୍ତିରେ କାଟିପାରିବା? ଏ ଜୀବନର ଧର୍ମ ହେଉଛି ଆଘାତ ପାଇବା, ଦୁଃଖ ଧକ୍କା ଏସବୁ ନ ଖାଇଲେ ଆମେ ଜୀବନରେ କେମିତି ଷ୍ଟ୍ରଙ୍ଗ କେମିତି ହେବା, ଏମିତି ସବୁ ଭାବି ମନକୁ ବୁଝେଇ ଦେଇ ମୁଁ ବାରିଆଡ଼େ ଖଟି ଚାଲିଲି। ଆଉ ଗାଳି ବି ଖାଇ ଚାଲିଲି। ଦେଖୁନାହାନ୍ତି କେମିତି କାମ ଚାଲିଛି। ଗାଧୋଉ ଗାଧୋଉ 11-12 ବାଜିଲା। ଏମିତି 4-5 ଦିନ କଟିଲା। କେତେବେଳେ ବେଳ ଅଛି ଯେ ଆପଣମାନଙ୍କୁ ଭିଡ଼ିଓ କରିକି ଦେବି? ମନେ ମନେ ଭାବିଲି। ସମସ୍ତେ ଭାବୁଥିବେ ବୁଢ଼ୀ ଗଲା କୁଆଡ଼େ। କୁଆଡ଼େ ଯାଇନି ମ, ଆପଣମାନଙ୍କୁ ସବୁବେଳେ ମନେ ପକାଉଛି। ଯେଉଁ ଭଲ ପାଇବା ଆପଣମାନେ ମୋତେ ଦେଇଛନ୍ତି ତା ପ୍ରତିଦାନରେ ମୋଠୁ ଭଲ ପାଇବା ଆପଣମାନଙ୍କ ପ୍ରତି ନିଶ୍ଚୟ ସୃଷ୍ଟି ହେବ। ଏଇ ସତ୍ୟକୁ କେହି କାଟି ଦେଇପାରିବେନି। ହେଲେ ଏମିତି ସବୁ କାମ ମୋର ଚାଲିଛି। ଦିନେ ଦିନେ ମୋତେ ଭାରି ହସ ଲାଗେ। ଭିଡ଼ିଓ କରିବା ପାଇଁ କ'ଣ କାମ କରିବି? ମୁଁ କେହି କହନ୍ତି, ଅବଶ୍ୟ ମୋତେ କେହି ବି, ମୋ ପିଲାମାନେ, ମୋର ଗୁରୁଜନ ଯିଏ ବି ଦେଖୁଛନ୍ତି, ମୋତେ କେହି ବି ଖରାପ କମେଣ୍ଟ କେବେ ଦେଇନାହାନ୍ତି। ସେ ଅଭିଯୋଗ ମୋର ନାହିଁ। କିନ୍ତୁ ବେଳେବେଳେ ଜଣେ ଏମିତି କହନ୍ତି ମୋତେ ଯେ ତୁମେ କ'ଣ ଭିଡ଼ିଓ କରିବା ପାଇଁ ଏସବୁ କରୁଛ? ନା, ଏଇଟା ମୋର ଦୈନନ୍ଦିନ କାମ। ମୁଁ ପ୍ରକୃତରେ ଯେତିକି କାମ କରେ ଯଦି ସବୁ ଭିଡ଼ିଓ କରିକି ଦେବି ଆପଣ ଭାବିବେ ମୁଁ ବୋଧେ 2-3 ଦିନର ଭିଡ଼ିଓ ଏକାଠି କରିକି ଆପଣଙ୍କୁ ମିଛ କହୁଛି। ହେଲେ ସତରେ କହୁଛି, ମୁଁ ବହୁତ ପରିଶ୍ରମ କରିଛି ଜୀବନରେ, ବହୁତ। ଆଉ ଏବେ ସେଇଗୁଡ଼ା ଭାବିକି ନିଜେ ବି ନିଜକୁ ଅବିଶ୍ୱାସ କରୁଛି। ତଥାପି ସେଇ ପ୍ରକୃତିରୁ ମୁଁ ଘରେ ଚୁପ୍ ହେଇ ବସିପାରୁନି। ବାରହାଙ୍କ ଯୋଗୁଁ ତ ବହୁତ ଅନାବନା ଗଛ କାଟି ଚାଲିଥିଲି। ସାମ୍ନା ପଟେ ଗୁଡ଼ାଏ ଗଛ ବି ଲତାମତା ହେଇଥିଲା, ଆଜି କଟେଇ ଦେଲି। ଡାଳିମ୍ବ ଗଛରେ କେତେ ଡାଳିମ୍ବ ହେଇଛି, କିନ୍ତୁ ତା ଭିତର ଲାଲ ନୁହଁ ବୋଲି କେହି ଖାଉନାହାନ୍ତି। ପିଲାଙ୍କ ମନ ଆଖିକୁ ସୁନ୍ଦର ଦିଶିଲେ ପାଟିକୁ ରୁଚେ, ହେଲେ ଏଇଟା ଯଦି ବହୁତ ବେଶୀ ହେଇଯାଏ ସେଇଟା ଆମ ପାଇଁ କ୍ଷତିକାରକ ହୁଏ। ଆମେ ଯଦି ଭୁଲିଯିବା ଆମ ସ୍ୱାସ୍ଥ୍ୟ ପାଇଁ କେଉଁଟା ଭଲ, ଆମେ ଖାଲି ସୁଆଦିଆ ଖୋଜିବା, ଆଖିକୁ ଭଲ ଦେଖାଯାଉଥିବା ଜିନିଷ ଖୋଜିବା, ତାହେଲେ ସେଇଟା ଆମ ପାଇଁ କ୍ଷତିକାରକ ହେବ। ତେଣୁ ମୁଁ ମନେ ମନେ ଭାବିଲି ସବୁ ଡାଳିମ୍ବକୁ ମୁଁ ହିଁ ଖାଇବା ଆରମ୍ଭ କରିବି, ଆଉ ଅନ୍ୟମାନଙ୍କୁ ବିଭିନ୍ନ ପ୍ରକାରେ ଖୁଆଇବି। ଆଜି କଥା ପଡ଼ୁ ପଡ଼ୁ ମୋର ଜଣେ ସାଙ୍ଗ ମୋତେ କହିଲା ତାକୁ ଟିକେ ଉଷୁମ ପାଣିରେ ଚିନି ଦେଇକି ସେ ଦାନାକୁ ସବୁ ପକାଇଦେଲେ ତା'ର ମିଠା ଅଂଶ ଟିକେ ବଢ଼ିଯିବ। ପିଲାମାନେ ତ ସବୁ ମାଧ୍ୟମରେ ଚିନି ଖାଉଛନ୍ତି, ଏ ଡାଳିମ୍ବ ମାଧ୍ୟମରେ ଟିକେ ଖାଆନ୍ତୁ। ଅନ୍ତତଃ ସାର ଦିଆଯାଇନଥିବା, କୌଣସି କୃତ୍ରିମ ଔଷଧ ପ୍ରୟୋଗ କରାଯାଇନଥିବା ଫଳଟିଏ ତ ସେମାନେ ଖାଇପାରିବେ। ମୋର ଲକ୍ଷ୍ୟ ସବୁବେଳେ ସେତିକି, କେମିତି ସ୍ୱାସ୍ଥ୍ୟପ୍ରଦ ଜିନିଷ ପିଲାଏ ଖାଇବେ। ଆଜି ଆଣିଲି, ଆଉ ଶିବ ସାଙ୍ଗେ ଖାଇବା ଆରମ୍ଭ କଲି। ଆଙ୍କୁ ବି ଖଣ୍ଡିଏ ଦେଲି, ସେ ବି ଖୁସି ମନରେ ଖାଇଲେ। ଥରେ ଯଦି ମାଙ୍କଡ଼ ଆସନ୍ତି 10-20 ଡାଳିମ୍ବ ଖାଇଦିଅନ୍ତି। ଭାବେ ଜଙ୍ଗଲରେ ତ ଖାଇବାକୁ ପାଉନାହାନ୍ତି, ଆମେ ତ ଖାଉନୁ, ଖାଆନ୍ତୁ, ତାଙ୍କୁ ମୁଁ ତଡ଼େ ନାହିଁ। ଏବେ କୁଆଡ଼େ ଯାଇଛନ୍ତି କେଜାଣି? ଆମ୍ବ ଫାମ୍ବ ଖାଇ ଜଙ୍ଗଲରେ ବୋଧେ ଖୁସି ଅଛନ୍ତି, କାହିଁ ବାରିଆଡ଼େ ଆସିନାହାନ୍ତି। ହେଇପରା ଗପୁଡ଼ି ଲୋକଙ୍କ ଅଭ୍ୟାସ ଏଇଆ। କେଉଁ କଥା କହି କେଉଁଠି ପହଞ୍ଚି ଯାଇଥିଲି।
ଏଇ ଦେଖନ୍ତୁ ଆମ ବାରିଆଡ଼ କେମିତି ଦିନ ପ୍ରାୟ ଆଲୁଅ ହେଇଛି। ମୋ ପିଲାମାନେ ମୋତେ କହିଲେ ଦେଖେ ବାରା ବାରା ହେଇକି ତୁ କେଉଁଦିନ ବାରାଙ୍କ ହାବୁଡ଼େ ପଡ଼ିଯିବୁ। ରାତିରେ ବାରିଆଡ଼େ ଯାଇ ବାଣ ନ ଫୁଟାଇବାକୁ ହଜାରେ ପ୍ରକାର ବାରଣ କଲେ। ସେମାନେ ଦିନଯାକ ଖଟି ଖଟି ଆସି ଶୁଅନ୍ତି। ତାଙ୍କୁ ରାତିରେ ଡାକିବାକୁ ମୋର ଇଚ୍ଛା ହୁଏ ନାହିଁ। ମୁଁ କେଉଁଦିନ କଦବା ଏକୁଟିଆ ଯାଇ ବାଣ ଫୁଟାଇ ଦେବାକୁ ଭାବିଲେ ବାଣ ଶବ୍ଦରେ ସେମାନେ ଉଠିଯାଆନ୍ତି। ଆଉ ବାଣ ଶବ୍ଦଠୁ ଅଧିକ ଜୋରରେ ମୋ ଉପରେ ଗାଳି ପଡ଼େ। ସେଥିପାଇଁ ମୁଁ ରାତିରେ ବାଣ ଫୁଟାଇବା ବି ବନ୍ଦ କରିଦେଇଥିଲି। ହେଲେ ସେ ପିଲାମାନେ କଥାବାର୍ତ୍ତା ହେଇ ବଡ଼ ପୁଅ ଆସି ବାଡ଼ିଟାକୁ ପୁରା ଆଲୋକିତ କରିଦେଇଛନ୍ତି। ମୁଁ ଭାବିଲି ବୋଧେ ଇଏ ଯେଉଁ ସବୁବେଳେ ଗୁହାଳକୁ ଆସନ୍ତି କିଛି ଭଲ ମନ୍ଦ ହେବାର ଥିଲା ବୋଧେ। ସେଇଥିପାଇଁ କୃପାମୟ ଆମକୁ ସୁରକ୍ଷା ଦେବା ପାଇଁ ବାରା ଆଳରେ ଏସବୁ କାମ କରେଇ ନେଲେ। ଏବେ ବାରି ପୁରା ପରିଷ୍କାର ଆଉ ଆଲୋକିତ। ବାରା ଆଗକୁ ଆସିବେ କି ନାହିଁ ସେ କଥା ସମୟ କହିବ। ମରିଯାଇଥିବା ଗଛ ଭିତରୁ 8ଆଣା ବଞ୍ଚିଗଲେ, ସେଇଟା ବି ଆଉ ଗୋଟେ ଖୁସିର କଥା। ପିଲାମାନେ ଆଉ ଅସନ୍ତୁଷ୍ଟ ହେବାର ନାହିଁ କି ମୁଁ ରାତିରେ ଆଉ ବାରିକି ଯିବାର ନାହିଁ। ଏ କାମ ଲାଗିଛି ବୋଲି ମଣିମାଙ୍କ ମାଳ ଗୁନ୍ଥା କ'ଣ ମୁଁ ବନ୍ଦ କରିଦେବି? ତାଙ୍କ ରାଜ୍ୟର ମୁଁ ପ୍ରଜାଟିଏ, ସଭା ପ୍ରଥମେ ମାଳ ଗୁନ୍ଥା। ବାରାମାନେ ଫୁଲ ଗଛର ବିଶେଷ କ୍ଷତି କରିନଥିଲେ, ତେଣୁ ଆଜି ବି ମାଳଟିଏ ଗୁନ୍ଥି ପାରିଛି। ଆଉ ପ୍ରତ୍ୟେକ ଦିନ ଯେତିକି ଫୁଲ ତୋଳୁଥିଲି ସେଥିରେ ବିଶେଷ ହ୍ରାସ ଘଟିନାହିଁ। ଯେଉଁ ନୂଆ ଫୁଲ ଗଛ ସବୁ ଲଗେଇଥିଲି ସେଇଥିରୁ କିଛି ମରିଯାଇଥିଲା। ପୁଣି ଅଣ୍ଟା ଭିଡ଼ି ବାରି କାମରେ ଲାଗିଛି। ଆଜି ସକାଳୁ ସକାଳୁ ପିଲାମାନେ ତାଙ୍କ ମାମୁଁ ଘରକୁ ବାହାରି ଯାଇଛନ୍ତି। ଘର ଫାଙ୍କା ଲାଗୁଛି, ଆଉ କିଛି ବି ଅନ୍ୟ କାମ ନାହିଁ। ସେଇ ସୁଯୋଗରେ ଆଜି ସକାଳୁ ସକାଳୁ ଭିଡ଼ିଓଟି ଆପଣମାନଙ୍କୁ ବନେଇଦେଲି। କେମିତି